ଆଜ୍ଞା ପନ୍ଦରଟାରେ କର୍ମୀ ସମ୍ମିଳନୀ ହୋଇଥିଲା ବିଧାୟକ ପ୍ରାର୍ଥୀ ପୃଷ୍ଠରେ ଆପଣ ଜାଣିଛନ୍ତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରାର୍ଥୀ ଘୋଷଣା ହୋଇସାରିଛି। ଆମ ସିମୁଳିଆ ନିର୍ବାଚନ ପାଇଁ ହିମାଂଶୁ ଶେଖର ବେହେରା ଜାତୀୟ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ, ମୁଁ ଲୋକସଭା ପ୍ରାର୍ଥୀ। ଆମେ ଏଇ ଜୋନ୍ରେ ଏକ କର୍ମୀ ସମ୍ମିଳନୀ କରାଯାଉଛି ଏବଂ କର୍ମୀ ସମ୍ମିଳନୀ ଏଇଥିପାଇଁ କରାହେଉଛି ଲୋକମାନେ ସଚେତନ, ଲୋକମାନେ ଅଲରେଡ଼ି ତାଙ୍କ ବିଚାରଧାରାକୁ ସ୍ଥିର କରିସାରିଛନ୍ତି ପରିବର୍ତ୍ତନ କରିବେ। ସେଇଥିପାଇଁ କର୍ମୀ ସମ୍ମିଳନୀ କରି ନିର୍ବାଚନ ପ୍ରକ୍ରିୟା କେମିତି ଆହୁରି ତ୍ୱରାନ୍ୱିତ ହେବ, ଲୋକମାନଙ୍କ ପାଖରେ ଆମେ କେତେ ପହଞ୍ଚି ପାରିବୁ ଏବଂ ଏ ବିଜେଡ଼ି ସରକାର ଏବଂ କେନ୍ଦ୍ରରେ ମୋଦି ସରକାର କେମିତି ହଟିବେ, ଏସବୁ ଆମର କଂଗ୍ରେସ କର୍ମୀ ଏବଂ କଂଗ୍ରେସ କର୍ମୀ ଦାୟିତ୍ୱ ବିଷୟରେ ଆଲୋଚନା ହେଉଛି ଏବଂ ଆମ ଖଇରା ସିମୁଳିଆରେ ଗୋଟିଏ ସ୍ୱତନ୍ତ୍ର ପରିବର୍ତ୍ତନ ସୁଅ। ଖଇରା ମାଟିର ସନ୍ତାନ ଯିଏ ନିଜେ ଜଣେ ଯୁବକ, ପ୍ରତିଭାବାନ ଯୁବକ, ସେ ବାଛି ହେଇଛନ୍ତି। ସେ ବହୁତ ଦିନ ହେଲା ବି ମିଶିକି ବର୍ତ୍ତମାନ କାମ କରିଚାଲିଛନ୍ତି। ମୁଁ ତ 40 ବର୍ଷ ଧରି କାମ କରୁଛି, ସମସ୍ତେ ଜାଣିଛନ୍ତି। ଏଠି ବି ଏକ ପରିବର୍ତ୍ତନ ସୁଅ ହୋଇଛି। କଂଗ୍ରେସ ଏଥର ନିଶ୍ଚିତ ଜିତିବ, ସିମୁଳିଆରେ ଜିତିବ, ଲୋକସଭାରେ ଜିତିବ, କେନ୍ଦ୍ରରେ ସରକାର କରିବ, ରାଜ୍ୟରେ ସରକାର କରିବ, ନବୀନ ହଟିବ, ମୋଦି ହଟିବ। ଏଥର କଂଗ୍ରେସ ସଭା ହେଉଥିଲା, ବାଇକ୍ ରାଲି ହେଉଥିଲା, କେମିତି କ'ଣ କାର୍ଯ୍ୟକ୍ରମ ଥିଲା, କ'ଣ କହିବେ? କାର୍ଯ୍ୟକ୍ରମ ତ ବହୁତ ଭଲ ଥିଲା। ଆପଣ ଦେଖିଥିବେ 500ରୁ 700 ବାଇକ୍ ଯେଉଁ ସ୍ପେଶିଆଲି ଅନ୍ତରାରୁ ଯାଇଥିଲେ, ଅନ୍ତରା ପଞ୍ଚାୟତରୁ ଏବଂ ଆଖପାଖ ପଞ୍ଚାୟତରୁ। ଆମେ ସ୍ପେଶିଆଲି ଅନ୍ତରାରେ ଗୋଟେ ମିଟିଂ ରଖିଥିଲୁ ଏଠି କର୍ମୀ ସମ୍ମିଳନୀ କନ୍ଦଡ଼ାରେ ଅନ୍ତରା ପଞ୍ଚାୟତ ପାଇଁ, ଯେଉଁଟାକି ସେମାନଙ୍କର ଉତ୍ସାହ ଏବଂ ତାଙ୍କର ସହଯୋଗ ଦେଖି ବହୁତ ଭଲ ଲାଗୁଛି ଯେ କଂଗ୍ରେସ ଦଳର ସଂଗଠନ ଦିନକୁ ଦିନ ମଜବୁତ ହେବାକୁ ଯାଉଛି ଏବଂ କଂଗ୍ରେସ ଦଳ ମୁଁ ଭାବୁଛି ସିମୁଳିଆ ଖଇରାରେ ବିଜୟ ଲାଭ କରିବ ବୋଲି ଆଶା କରୁଛି। ଆପଣ ନିର୍ବାଚନ ପ୍ରଚାର କଲେଣି, ସ୍ଥାୟୀ ସରକାର, ସ୍ଥାୟୀ ବିଧାୟକ କେମିତି କ'ଣ ମୁଦ୍ଦା ନେଇକି ଯାଉଛନ୍ତି, ଲୋକମାନଙ୍କୁ କେମିତି କ'ଣ ବୁଝୁଛନ୍ତି, କଂଗ୍ରେସ କେମିତି ଆପ୍ରୋଚ୍ କରୁଛି? କଂଗ୍ରେସ ତ ସବୁବେଳେ ସ୍ଥାୟୀ ସରକାର ଦେଇକି ଆସିଛି। କଂଗ୍ରେସ ସବୁ ଦେଖନ୍ତୁ, ଇତିହାସ ଦେଖନ୍ତୁ, କଂଗ୍ରେସ ଓଡ଼ିଶାରେ ସ୍ଥାୟୀ ସରକାର ଦେଇକି ଆସିଛି ଏବଂ ଆଗକୁ ମଧ୍ୟ ନିଶ୍ଚୟ ଦେବ ବୋଲିକି ମୁଁ ଆଶା କରୁଛି। ଏବେ ଯେଉଁ ସରକାର ଅଛି ଯାହା ସୁବିଧା ଦେଉଛି, ଆପଣ କ'ଣ ଭାବୁଛନ୍ତି ଅଧିକା ସୁବିଧା ମୁଁ ତ ଆପଣ ଆମର ଦେଖିଥିବେ ଯେଉଁ କଂଗ୍ରେସ ଗ୍ୟାରେଣ୍ଟି 500 ଟଙ୍କାରେ ଗ୍ୟାସ୍ ଦେବ, 2000 ଟଙ୍କା ଭତ୍ତା ଦେବ, 3000 ଟଙ୍କା ମହିଳାମାନଙ୍କୁ ଦିଏ, ମହିଳା ଲିଡର ତାଙ୍କ ଘରର ସେମାନଙ୍କୁ ଦେବ, MSP ଧାନର ବିକ୍ରି ମୂଲ୍ୟ 3000 ଦେବ ଏବଂ ଚାଷୀ ଋଣ ଛାଡ଼ ହେବ। ଗୁଡ଼ାଏ ଜିନିଷ ଅଛି, ଆପଣ ଦେଖିବେ ଆମ ମ୍ୟାନିଫେଷ୍ଟୋ ଦେଖିବେ। ପରିବାର ବା ରାଜନୀତି ଚାଲିଥିଲା 2 ବର୍ଷ ଖଇରାରୁ ଟିକେଟ୍ ପାଇଛନ୍ତି ଏବଂ ଯାଉଛନ୍ତି, କ'ଣ କେମିତି ସମର୍ଥନ ଦେଉଛନ୍ତି? ଆଉ ଲୋକମାନଙ୍କର ସମର୍ଥନ ବହୁତ କିଛି ଅଛି। ଲୋକମାନେ ପୂର୍ଣ୍ଣ ମାତ୍ରାରେ ମୋ ପ୍ରତି ସମର୍ଥନ ରହିଛି ଏବଂ ରହିବ ମଧ୍ୟ। ପରିବାରବାଦ ଏଠି ତ ଗୋଟେ ଥିଲା, ଚାଲିଥିଲା ଗୋଟେ 2ଟି ପରିବାରର ଲୋକ ବହୁତ ଦିନ ଧରି ଆମ ଏରିଆକୁ ଶାସନ କରୁଥିଲେ ଏବଂ ଏବେ ଯେଉଁ ଗୋଟେ ଦଳ ଟିକେଟ୍ ଦେଇଛି ବିଦେଶୀଙ୍କୁ, ଯେଉଁଟାକି ସେ ଆମ ନିର୍ବାଚନ ମଣ୍ଡଳର ନୁହେଁ, ସେଇଟା ଗୋଟେ ଆମ ଲୋକଙ୍କ ମନରେ ବହୁତ ବଡ଼ ଆଘାତ ଦେଇଛି ଯେ ଆମ 2,50,000 ଭୋଟର ଥିବାବେଳେ ଆମମାନଙ୍କ ଭିତରେ ଏତେ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କୁ ମିଳିଲେନି ଯେ ବାହାର ଅଞ୍ଚଳରୁ ଗୋଟେ ପ୍ରାର୍ଥୀ ଆଣିଲେ। ସେ ପ୍ରାର୍ଥୀ ଘୋଷଣା ଯେଉଁଦିନ ହେଲା ଆମ ଖଇରା ସିମୁଳିଆରେ ବାଣ କମ୍ ଫୁଟିଛି, ସ୍ୱର ବଜାରରେ ବେଶୀ ଫୁଟିଛି। ସେଠୁ ଆପଣମାନେ ଚିନ୍ତା କରୁଥିବେ ଯେ କେଉଁ ଲୋକ ସେ ଲୋକ ଟିକେଟ୍ ପାଇଲା ପରେ କେଉଁ ନିର୍ବାଚନ ମଣ୍ଡଳର ଲୋକ ବେଶୀ। କଂଗ୍ରେସ ନୁହେଁ, ଜନସାଧାରଣ ଏଥର ଜବାବ ଦେବେ। କଂଗ୍ରେସକୁ ନିଶ୍ଚୟ ଏଥର ଜନସାଧାରଣ